ପବନ ମୁଁ ଜୀବନ ମୁଁ ସ୍ପନ୍ଦନ ମୁଁ ଈଶ୍ୱରଙ୍କ ଦାନ ବନ ହିଁ ଜୀବନ ବନ ଦର୍ଶନ। ମହାନ ଇଂରେଜ ପରିବେଶବିତ୍ ଚାର୍ଲସ ଡାରୱିନ୍ ତାଙ୍କର ବିବର୍ତ୍ତନବାଦ ଭିତ୍ତିକ ପୁସ୍ତକ ଜାତି ଓ ପ୍ରଜାତି ଜୀବର ଉତ୍ସ ବା ଦ ଓରିଜିନ୍ ଅଫ୍ ସ୍ପିସିଜ୍ରେ ଲେଖିଥିବା ଗୋଟିଏ ବାକ୍ୟାଂଶ ହେଲା ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ ଆଣ୍ଡ ସର୍ଭାଇଭାଲ୍ ଅଫ୍ ଦ ଫିଟେଷ୍ଟ। ଏହାର ଅର୍ଥ ହେଲା ପ୍ରତ୍ୟେକ ଜୀବକୁ ଜୀବନ ଧାରଣ କରିବା ପାଇଁ ସଂଘର୍ଷ କରିବାକୁ ପଡ଼େ ଏବଂ ଯିଏ ସର୍ବାଧିକ ଯୋଗ୍ୟ ସେ ହିଁ ବଞ୍ଚିବାର ଅଧିକାର ପ୍ରାପ୍ତ କରେ। ପ୍ରକୃତିର ସମସ୍ତ ଜୀବ ବଞ୍ଚିବା ପାଇଁ ସଂଘର୍ଷ କରିଥାନ୍ତି। ଏହି ଉକ୍ତି ମଣିଷଠାରୁ ଆରମ୍ଭ କରି ଜୀବଜଗତର ସମସ୍ତ ପ୍ରାଣୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ମଣିଷ ନିଜ ବୁଦ୍ଧି ବଳରେ ନିଜ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଥିବା ବେଳେ ଅନ୍ୟାନ୍ୟ ଜୀବଜନ୍ତୁ ବିଭିନ୍ନ ପ୍ରାକୃତିକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ଆଉ କେବଳ ପ୍ରକୃତି କାହିଁକି, ମନୁଷ୍ୟ ମଧ୍ୟ ସେମାନଙ୍କ ପାଇଁ ସୃଷ୍ଟି କରି ଚାଲିଛି ବିଭିନ୍ନ ପ୍ରକାର ସମସ୍ୟା। ସେଇଥିପାଇଁ ତ କିଛି ପ୍ରଜାତି ଏବେ ବିଲୁପ୍ତିର ଦ୍ୱାର ଦେଶରେ। ବିଳମ୍ବରେ ହେଲେ ମଧ୍ୟ ଏ କଥାକୁ ଉପଲବ୍ଧି କରିପାରିଛି ମଣିଷ ଏବଂ ଉଦ୍ୟମ ଆରମ୍ଭ କରିଛି ବନ୍ୟଜନ୍ତୁ ଓ ସେମାନଙ୍କ ଆବାସସ୍ଥଳୀକୁ ସୁରକ୍ଷା ଯୋଗାଇବା ପାଇଁ। ଏହାର ଉଦାହରଣ ହେଉଛି ଆମ ବନ ବିଭାଗ। ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି ସହ ନୂତନ ଜଙ୍ଗଲ ସୃଷ୍ଟି କରି ସେମାନଙ୍କୁ ସୁରକ୍ଷିତ ଆବାସସ୍ଥଳୀ ଯୋଗାଇବା ପାଇଁ ଓଡ଼ିଶାର ଆଠଗଡ଼ ବନଖଣ୍ଡରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପର୍ଯ୍ୟବସିତ ଏହି ଅଧ୍ୟାୟ। ଓଡ଼ିଶାର ଦକ୍ଷିଣ ପୂର୍ବାଞ୍ଚଳରେ ଅବସ୍ଥିତ ଆଠଗଡ଼ ବନଖଣ୍ଡ। ଏହି ବନଖଣ୍ଡର କିଛି ଅଂଶରେ ରହିଛି ପର୍ଣ୍ଣମୋଚୀ ଅରଣ୍ୟ ଏବଂ ଆଉ କିଛି ଅଂଶରେ ରହିଛି ଚିରହରିତ ଅରଣ୍ୟ। ଏହି ବନଖଣ୍ଡ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି। ଆଠଗଡ଼ ବନଖଣ୍ଡ ଓଡ଼ିଶାର ଗୋଟିଏ ସର୍ବପୁରାତନ ବନଖଣ୍ଡ ମଧ୍ୟରୁ ଅନ୍ୟତମ। ଆଠଗଡ଼ ବନଖଣ୍ଡ ବହୁତ ପୂର୍ବରୁ ଆମର ସାଇଣ୍ଟିଫିକ୍ ଫରେଷ୍ଟ ମ୍ୟାନେଜମେଣ୍ଟ ପାଇଁ ଓଡ଼ିଶା ତଥା ଏହି ଇଷ୍ଟର୍ଣ୍ଣ ଇଣ୍ଡିଆରେ ଏହାର ନାଁ ଅଛି। ଏଥିରେ ଆମର ମୁଖ୍ୟ ବନ୍ୟଜନ୍ତୁ ହିସାବରେ ଆମେ ଦେଖୁଛୁ ହାତୀ, ତା ଛଡ଼ା ଲେପର୍ଡ ଆଉ ଟାଇଗରର ମଧ୍ୟ ଆମର ଓକେଜନାଲ୍ ପ୍ରେଜେନ୍ସ ଆମେ ଡିଟେକ୍ଟ କରୁ। ଆ ଛଡ଼ା ଅନ୍ୟାନ୍ୟ ଆମର ହର୍ବିଭୋରର ମଧ୍ୟ ପ୍ରେଜେନ୍ସ ରହୁଛି। ପ୍ରକୃତି ସର୍ବଦା ବନ୍ୟପ୍ରାଣୀଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଆସିଛି। ଋତୁଚକ୍ରର ପରିବର୍ତ୍ତନ ସହ ଏହି ବନ୍ୟପ୍ରାଣୀ ବିବିଧ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମାନଙ୍କ ପାଇଁ ସର୍ବାଧିକ କଷ୍ଟପ୍ରଦ ସମୟ ହେଲା ଗ୍ରୀଷ୍ମ ଋତୁ। ବିଶ୍ୱତାପନ ପ୍ରଭାବରେ ବୃଦ୍ଧି ପାଉଥିବା ତାପମାତ୍ରା ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସବୁଠାରୁ ଗୁରୁତର ରୂପ ଧାରଣ କରୁଛି ଜଳର ଅଭାବ। ଖରାଦିନେ ନଈନାଳ ପୋଖରୀ ଆଦି ଶୁଖିଯିବା ସହ ଭୂତଳ ଜଳସ୍ତର ମଧ୍ୟ ନିମ୍ନଗାମୀ ହୋଇଥାଏ। ସେଭଳି ପରିସ୍ଥିତିରେ ଜୀବନଧାରଣ ପାଇଁ ପାନୀୟ ଜଳର ଉପଲବ୍ଧତା ଏମାନଙ୍କ ପାଇଁ ସୃଷ୍ଟି କରେ ଗୁରୁତର ସମସ୍ୟା। ପାଣି ପାଇଁ ଡହଳ ବିକଳ ହୁଅନ୍ତି ନିରୀହ ବନ୍ୟପ୍ରାଣୀ। ହେଲେ ଖାଦ୍ୟ ଓ ପାଣିର ଅଭାବ ନଥିବା ଯୋଗୁଁ ଆଠଗଡ଼ ବନଖଣ୍ଡ ବନ୍ୟପ୍ରାଣୀମାନଙ୍କ ପାଇଁ ସୁରକ୍ଷିତ ଥିବା କହନ୍ତି ବନଖଣ୍ଡ ଅଧିକାରୀ। ଖରାଦିନେ ଆମ ବନଖଣ୍ଡ ତରଫରୁ ଆପଣ ଦେଖିବେ ଯେତିକି ୱାଇଲ୍ଡ ଲାଇଫ୍ ଅଛନ୍ତି ତାଙ୍କର ମୁଖ୍ୟତଃ ରହିଲା ତାଙ୍କର ବାସସ୍ଥାନ, ଯେଉଁଟାକୁ ଆମେ ବନାଗ୍ନିରୁ ଆମେ ସୁରକ୍ଷା ଦେଇଥାଉ। ତା ଛଡ଼ା ଆମର ଖାଦ୍ୟ, ଯେଉଁଟା ଆମର ଭଲ ଫରେଷ୍ଟ ବି ଅଛି, ଆମର ଡ୍ରାଇ ଡେସିଡିୟସ୍ ମଏଷ୍ଟ ଡେସିଡିୟସ୍ ଫରେଷ୍ଟ ଅଛି, ଯେଉଁଟା ପର୍ଣ୍ଣମୋଚୀ ଜଙ୍ଗଲ କୁହାଯାଏ। ତା ଛଡ଼ା ବାଉଁଶ ଜଙ୍ଗଲ ମଧ୍ୟ ରହିଛି, ଯାହାରେ ଆମର ଖାଦ୍ୟର କୌଣସି ଅଭାବ ନଥାଏ। ତୃତୀୟ ଜିନିଷ ଯେଉଁଟା ଇମ୍ପୋର୍ଟାଣ୍ଟ ରହୁଛି ସେଇଟା ହେଲା ପାଣି। ଆମ ବନଖଣ୍ଡ ତରଫରୁ ପାଖାପାଖି 100ଟି ୱାଟର ହୋଲ୍ ମଧ୍ୟ ଅଛି। ତା ଛଡ଼ା ଆମର ବହୁତ ସାରା ବଡ଼ ବଡ଼ ପଣ୍ଡ ଆଉ ୱାଟର ବଡ଼ି ତିଆରି କରାଯାଇଛି। ତା ଛଡ଼ା ଏସ୍ଏମ୍ସି ଯେଉଁଟା ସଏଲ୍ ମଏଶ୍ଚର୍ କନଜର୍ଭେସନ୍ ଷ୍ଟ୍ରକ୍ଚର ଗୁଡ଼ା ରହିଛି। ତା ଛଡ଼ା ଅନ୍ୟାନ୍ୟ ବିଭାଗ ତରଫରୁ ମଧ୍ୟ MIP ଗୁଡ଼ା ରହିଛି, ଯେଉଁଟା ମାଇନର ଇରିଗେସନ୍ ପ୍ରୋଜେକ୍ଟ ରହିଛି, ଯାହାକୁ ଆମର ଗ୍ରୀଷ୍ମ କାଳରେ ବନ୍ୟଖଣ୍ଡର ବନ୍ୟପ୍ରାଣୀମାନେ ୟୁଜ୍ କରନ୍ତି।
ଆଉ ବଡ଼ମ୍ବା ନରସିଂହପୁର ଇଷ୍ଟ ୱେଷ୍ଟରେ ଆପଣ ଦେଖିବେ ଅନ୍ୟାନ୍ୟ ସମୟ ଅପେକ୍ଷା ଆମର ଗ୍ରୀଷ୍ମକାଳରେ ହାତୀ ସଂଖ୍ୟା ଅଧିକା ଥାଏ କାରଣ ଯେହେତୁ ଆମର ସଏଲ୍ ମଏଶ୍ଚର କନଜର୍ଭେସନ୍ ମାଧ୍ୟମରେ ଆଉ ଆମର ଯେଉଁଟା MIP ଗୁଡ଼ାକରେ ଅଛି ଆଉ କାମ୍ପାରେ ଯେଉଁ ଅନ୍ୟାନ୍ୟ ସ୍କିମ୍ ଅନୁସାରେ ଆମର ୱାଟର ବଡ଼ି ତିଆରି କରାଯାଇଛି ଯାହାର ବର୍ଷ ତମାମ ଆମର ପାଣି ଥାଏ। ଏହି ବନଖଣ୍ଡରେ ରହିଛି ଓଡ଼ିଶାର ପ୍ରସିଦ୍ଧ ଅଂଶୁପା ହ୍ରଦ। ଏହା ଏ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଭିବୃଦ୍ଧି କରିବା ସହ ଭୂତଳ ଜଳସ୍ତରକୁ ମଧ୍ୟ ବୃଦ୍ଧି କରୁଛି। ଏହାଛଡ଼ା ଏହି ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ପଶୁପକ୍ଷୀମାନଙ୍କ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମାଣ କରାଯାଇଛି ଅନେକ ଜଳାଶୟ। ବଡ଼ମ୍ବା ବନାଞ୍ଚଳରେ ଅନେକ ସ୍ଥାନରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି ଯାହା ବହିଯାଉଥିବା ଜଳକୁ ସଂରକ୍ଷିତ କରି ରଖୁଛି। ପଥର ଖଞ୍ଜି ସେଗୁଡ଼ିକ ଉପରେ ତାର ଜାଲି ଦେଇ ନିର୍ମାଣ କରାଯାଉଛି ୱାୟାର ମେଶ୍ LBCD ବା ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍। ଏହା ଜଳକୁ ସଂରକ୍ଷିତ କରି ରଖିବା ସହ ମୃତ୍ତିକା କ୍ଷୟକୁ ମଧ୍ୟ ରୋକିପାରୁଛି। ନରସିଂହପୁର ପୂର୍ବ ଓ ପଶ୍ଚିମ ବନାଞ୍ଚଳରେ ମଧ୍ୟ ନିର୍ମାଣ କରାଯାଇଛି ଅନେକ ଚେକ୍ ଡ୍ୟାମ୍। ଏଠାକାର ଦେବଭୂମି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସୁନ୍ଦୁଣିଠାରେ ରହିଥିବା ଜଳାଶୟ ବନ୍ୟପ୍ରାଣୀଙ୍କ ତୃଷ୍ଣା ନିବାରଣ କରିବାରେ ସହାୟକ ହେଉଛି। ଏହି ଜଳାଶୟରେ ହାତୀମାନଙ୍କ ଜଳକ୍ରୀଡ଼ା ଦେଖିଲେ ଯେ କେହି ହେଲେ ଆନନ୍ଦ ଅନୁଭବ କରିବ। ପ୍ରାଣୀମାନଙ୍କ ଜଳକଷ୍ଟକୁ ଲାଘବ କରିବା ପାଇଁ ନରସିଂହପୁର ପୂର୍ବ ବନାଞ୍ଚଳ ଓ ଏଥି ସଂଲଗ୍ନ ରାୟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅନେକ ସ୍ଥାନରେ କୂଅ ନନ୍ଦ ବସାଇ ଛୋଟ ଛୋଟ କୃତ୍ରିମ ଜଳାଶୟମାନ ତିଆରି କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଟ୍ୟାଙ୍କରରେ ପାଣି ଆଣି ଏହି ଜଳକୁଣ୍ଡଗୁଡ଼ିକୁ ପୂର୍ଣ୍ଣ କରାଯାଉଛି। ଖରାଦିନ ସିଜିନ୍ ଆସିଲା ପୂର୍ବରୁ ଆମେ ସାତକୋଶିଆ ୱାଇଲ୍ଡ ଲାଇଫ୍ ସହିତ ଯେଉଁ ରାୟଗଡ଼ା ରେଞ୍ଜ ଅଫିସର ଅଛନ୍ତି ତାଙ୍କ ସହିତ ୱେଷ୍ଟ ଇଷ୍ଟ ରେଞ୍ଜର ମାନେ ଆମେ ବସିକି ମିଟିଂ କରୁ ବା ଲୋକମାନଙ୍କୁ ବୁଝାଉ ବା ହାତୀ ବା ହରିଣ ସମ୍ବର ଏମାନେ କିପରି ରକ୍ଷା ପାଇବେ। ପାଣି ଯଦି ଅଭାବ ହୁଏ ବା ଆମେ ସେଥିପାଇଁ ତାଙ୍କ ପାଇଁ ଖରାଦିନ ପାଣି ପାଇଁ ପିଇବା ପାଇଁ ତାଙ୍କ ପାଇଁ ଚେକ୍ ଡ୍ୟାମ୍ ବା ପୋଖରୀ ଖୋଳିଅଛୁ। ବଡ଼ ଜଳାଶୟଗୁଡ଼ିକୁ ନିୟମିତ ସମୟ ବ୍ୟବଧାନରେ ବିଶୋଧନ କରାଯାଉଛି। ଜଳାଶୟ ନିକଟରେ ଲବଣଶଯ୍ୟା ବା ସଲ୍ଟ ଲେକ୍ ତିଆରି କରାଯାଉଛି ଯାହା ପ୍ରାଣୀମାନଙ୍କ ଶରୀରରେ ଲବଣର ଆବଶ୍ୟକତାକୁ ପୂରଣ କରୁଛି। ଜଳାଶୟ ନିକଟସ୍ଥ ୱାଚ୍ ଟାୱାର ଓ ଏଠାରେ ଖଞ୍ଜା ଯାଇଥିବା ଟ୍ରାପ୍ କ୍ୟାମେରା ସାହାଯ୍ୟରେ ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଆଉ ଖରାଦିନ ଲାଗି ଜୀବଜନ୍ତୁଙ୍କ ପାଇଁ ଆମର ନନ୍ଦ କରାଯାଇଛି ବ୍ରାହ୍ମଣୀ ଏରିଆ। ସେଠି ଟ୍ୟାଙ୍କରରେ ଆଣିକି ଆମେ ପାଣି ଦେଉଛୁ। ଜୀବଜନ୍ତୁ ପାଣି ପିଇକି ଉପକୃତ ହେଉଛନ୍ତି। ପାଣି ସର୍ଟ ହୋଇଗଲେ ଆମର ସେକ୍ସନ ଅଫିସରୁ ବୋଲରରେ ପାଣି ଧରିକି ଆସିକି ସେଇ ନନ୍ଦମାନଙ୍କରେ ପାଣି ଦିଆଯାଉଛି। ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ଖୁଣ୍ଟୁଣି ବନାଞ୍ଚଳ ଦେଇ ବହିଯାଉଥିବା ମହାନଦୀ ଅବବାହିକାରେ ପ୍ରଚୁର ଜଳର ଉପଲବ୍ଧତା ଆକର୍ଷିତ କରୁଛି ଇଣ୍ଡିଆନ୍ ସ୍କିମର ବା ପାଣିଚିରି ପକ୍ଷୀକୁ। ବିଲୁପ୍ତପ୍ରାୟ ଏହି ପକ୍ଷୀ ଏଠାକାର ମୁଖ୍ୟ ଆକର୍ଷଣ। ଖାଦ୍ୟ, ଜଳ ଓ ସୁରକ୍ଷିତ ବାସସ୍ଥଳୀ ହୋଇଥିବାରୁ ବଂଶ ବିସ୍ତାର ଉଦ୍ଦେଶ୍ୟରେ ଏହି ପକ୍ଷୀ ବହୁ ସଂଖ୍ୟାରେ ଏଠାକୁ ଆସିଥାନ୍ତି। ଏମାନେ ସାଧାରଣତଃ ଶୀତ ଋତୁର ଆରମ୍ଭ ଅର୍ଥାତ୍ ନଭେମ୍ବର ମାସ ଶେଷ ଆଡ଼କୁ ଏଠାକୁ ଆସିଥାନ୍ତି। ମହାନଦୀ ଅବବାହିକାରେ ଆମର ବହୁତ ସାରା ଇମ୍ପୋର୍ଟାଣ୍ଟ ଚଢ଼େଇ ସ୍ପେସିସ୍ ମିଳୁଛନ୍ତି ଯେଉଁଟା ଆମର ଇଣ୍ଡିଆନ୍ ସ୍କିମର ଯାହାକୁ ଆମେ ଓଡ଼ିଆରେ ପାଣିଚିରି କହୁ। ତା ଛଡ଼ା ଆମର ବ୍ଲାକ୍ ବିଲିଡ୍ ରିଭର ଟର୍ନ ଏହା ଆଠଗଡ଼ ବନଖଣ୍ଡରେ ଆମର ବର୍ତ୍ତମାନ ନେଷ୍ଟିଂ ଦେଖାଯାଉଛି। ଯାହାର ଆମର କମ୍ୟୁନିଟି ବେସ୍ଡ ମ୍ୟାନେଜମେଣ୍ଟ ଆମର ଯାହା ଆମର
ଅବବାହିକାରେ ଯେଉଁମାନେ ରହୁଛନ୍ତି ଲୋକଙ୍କ ରହୁଛନ୍ତି VSS ଅଛନ୍ତି SSG ମହିଳା ଅଛନ୍ତି ତାଙ୍କ ସହାୟତାରେ ଆମର ଏଠି ପ୍ରୋଟେକ୍ସନ୍ କାମ ମଧ୍ୟ ଚାଲିଛି ଆଉ ଏଇଥିରେ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଆମର 24x7 ଆମର ସ୍କ୍ୱାଡ୍ ମଧ୍ୟ ଏଙ୍ଗେଜ୍ ଅଛନ୍ତି ତାର ନେଷ୍ଟିଂ ଆମର ଆଠଗଡ଼ର 2-3ଟି ସ୍ଥାନରେ ବର୍ତ୍ତମାନ ପାଇଛୁ ଯାହା ଉପରେ ଆମର ବାରୁଣୀ ପୀଠ ଯେଉଁଟା ଅଛି ବ୍ରହ୍ମପୁରରେ ତା ଛଡ଼ା ଆମର ମୁଣ୍ଡଳି ପାଖରେ ବଡ଼ମ୍ବା ପାଖରେ ଏବଂ ସାତକୋଶିଆର ତଳ ସ୍ତରରେ ଆମର ଯେଉଁଟା ନଦୀର ଅବବାହିକାରେ ବହୁତ ସାରା ଜାଗାରେ ଆମର ନେଷ୍ଟିଂ ଡିଟେକ୍ଟ ହେଉଛି आर आपण देखिए प्रेजेंस कम्युनिटी मैनेजमेंट द्वारा फिशरमैनकर आमर बहुत कोऑपरेशन रोचे से माध्यम आमर तांकर जो नेस्टिंग अच्छी ताको आम प्रोटेक्ट करछु वर्तमान आमर पाखापाखि 40टी छुआ ए वर्ष बाहर नदी मध्य थिबा बालिचर स्थान और पठागुड़िक এই पक्षीमानक बासस्थान पालटि जाए नदी में मिले प्रचुर छोट माछ एवं चिंगुड़ी तेणु एमानक पई खाद्यर अभाव रहे नहीं किछि दिन एठाकर सुख स्वाच्छंद भरा वातावरण रहिबा परे मार्च मास द्वितीयार्धरे आरंभ हुए एमानक अंडादान प्रक्रिया हेले प्रकृतिर वैचित्र्य हेला एमानक अंडा देवा स्थान नदी कूलर बाली रे थिबा छोट छोट गर्तरे एमाने अंडा दियंते हेले अंडा गुड़िक पड़ी थाए खोला आकाश तले एपरि स्थले एही अंडा गुड़िक अन्यान्य जंतुंक द्वारा नष्ट हेबार संभावना थाए एही समय रे एगुड़िक सुरक्षा जोगाई थांती वन विभाग कर्मचारी पक्षी गणना सह अंडा गुड़िकर मध्य गणना करा जाई थाए नदी पठाकू स्वच्छ रखिबार उद्यम करती एई वन विभागर कर्मचारी माने कला छिट थिबा धला रंगर अंडा नदी कूलरे विभिन्न स्थान रे 3-4टी करी पड़ी रही थाए अन्य पक्षी माने अंडा उष्माउथिबा बेले एमानक क्षेत्र रे देखा जाए व्यतिक्रम एमाने पानी उपरे उड़ी निज शरीरर निम्न भाग को पानी रे स्पर्श करांती आउ तापरे उड़ी आसी सेई ओदा पर साहाय्य रे अंडा गुड़ी को शीतलता प्रदान करती किछि दिन परे अंडा गुड़ी को फुटी सेथिरु छुआ बाहरती नदीरू छोट छोट माछ धरि आनी माँ छुआ मानक क्षुधा निवारण करे छुआ माने टिके बड़ हेले उड़ीबाकू लागंती मई जून मास होइथाए एमानक विदायर बेଳ छुआ मानक सह एई पक्षी माने उड़ी जांती अन्य स्थानकू एठाकार विशेष आकर्षण एई बिरल इंडियन स्कीमर्स बा पाणीचेरी पक्षी मानकू सेमानक रहणी समय रे विशेष सुरक्षा जोगाई थाए वन विभाग विभागर अधिकारी माने दिन राति एई अंचल रे पैंतरा मारी थांती सभा समिति आयोजन करी एई मास गुड़िकरे मत्स्यजीवी मानकु मध्य पक्षी माने बास करुथिबा अंचल को जीवा पई बारण करा जाई थाए स्थानीय मत्स्यजीवी माने मध्य एई संपूर्ण प्रक्रिया रे सहयोग करिथांती एहा द्वारा विलुप्तिर द्वार देश रे पहुंचीथिबा एई पक्षी प्रजातिर वंशवृद्धिर आशा उज्जवल देखा जाउछि एमाने मुख्यतः एई जागा को सिलेक्ट करिवार गोटे रीजन अछि काहे ना एमाने एई चढ़ई होचंती पानी रे तांकर आधार रहिला जोटा से माने छोट माछ चिंगुड़ी एगुड़ाक खाई थांती तो सेमानकर मुख्य जो बासस्थली होची नदी पठारे थिबा बालीचर सेमानकर गोटे मुख्यतः असुविधा होची कोन नदी रे जतबेला हमर अचानक पानी अधिका छड़ा हो जाउची हमर बैरेज थ्रू रे पानी आसी जाउची सेतबेले सेमानकर बसा गुडी को भी डिस्ट्रक्शन हो जाए
ତ କେବେ ଅଧିକ ବର୍ଷା ହେଲେ ବି ସେମାନଙ୍କର ବସା ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେଣୁକରି ସେମାନଙ୍କର ପ୍ରୋଟେକ୍ସନକୁ ଆମେ ନ୍ୟାଚୁରାଲ କାଲାମିଟିରୁ ଯେତିକି ରକ୍ଷା କରିବା କଥା ତା ସହିତ ଲୋକମାନଙ୍କଠୁ ବି ରକ୍ଷା କରିବା ପାଇଁକି ଆମେ ବସାମାନଙ୍କର ସୁରକ୍ଷା ଦିଗରେ ଅତ୍ୟନ୍ତ ଧ୍ୟାନ ଦେଇଥାଉ। এই ଗ୍ରାମବାସୀମାନଙ୍କୁ ଆମେ ସହଯୋଗରେ ମାଛ ଯେଉଁମାନେ ମାରିବାକୁ ଆସନ୍ତି ମାଛ କୈବର୍ତ୍ତ ମାନେ ସେମାନଙ୍କୁ ସଚେତନ କରୁଛୁ। ସ୍କୁଲ ପିଲା ଗ୍ରାମବାସୀ ଯେଉଁମାନେ এই ନଈକୁ ଗାଧେଇ ଆସୁଛନ୍ତି ସେମାନଙ୍କୁ ଆମେ ଏହାର ଗୁରୁତ୍ୱ ଉପରେ ଇଣ୍ଡିଆନ୍ ସ୍କିମର ଗୁରୁତ୍ୱ ଉପରେ ଆମେ ବୁଝେଇଛୁ, ଯାହାଫଳରେ ସେମାନେ ଅଣ୍ଡାକୁ କୌଣସି କ୍ଷତି ପହଞ୍ଚାଇବେ ନାହିଁ ଓ ଅଣ୍ଡା ସୁରକ୍ଷିତ ଭାବେ ରହି ଇଣ୍ଡିଆନ୍ ସ୍କିମର ବଂଶ ବୃଦ୍ଧି ହୋଇପାରିବ। ଆମେ ପକ୍ଷୀ ସବୁ ବାହାର ଦେଶରୁ ଆସନ୍ତି ବୋଲି ଆମର ବନ ବିଭାଗ କର୍ମଚାରୀ ଆସିକିନି ଆମକୁ ବନ୍ଦ ବାନ୍ଧିକି ଆମେ ଜଗା ରଖା ରଖୁଛୁ। ତ ଆମ ନଦୀରେ ପ୍ରାୟ ଆଗରୁ 2-3 ବର୍ଷ ହେଲା ପକ୍ଷୀ ଦେଖାଯାଆନ୍ତି, ତ ଏତେ ମାତ୍ରାରେ ଦେଖାଯାଆନ୍ତି ନାହିଁ। ଏଇଥରକ ଟିକେ ଅଧିକ ଦେଖାଯାଇଛନ୍ତି, ସେଥିପାଇଁ ଆମକୁ ଫରେଷ୍ଟର ବାଲା ଆଲର୍ଟ କରିଛନ୍ତି 2-3 ମାସ ପାଇଁ ଟିକେ ସଜାଗ ରହିବା ପାଇଁ। ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ଅନ୍ୟ ଏକ ବିପଦ ହେଲା ବନାଗ୍ନି। ପ୍ରାଣୀ ଶିକାର ଉଦ୍ଦେଶ୍ୟରେ ଅଧିକାଂଶ ମନୁଷ୍ୟକୃତ ଏହି କୁକୃତ୍ୟ ଯୋଗୁଁ ବହୁ ସଂଖ୍ୟାରେ ନିରୀହ ପଶୁପକ୍ଷୀ ପ୍ରାଣ ହରାଇଥାନ୍ତି। ତାଛଡ଼ା ଗଛପତ୍ର ପୋଡ଼ି ପାଉଁଶ ହେବା ଯୋଗୁଁ ସୃଷ୍ଟି ହୁଏ ଖାଦ୍ୟାଭାବ ଓ ବାସସ୍ଥାନର ଅଭାବ, ଯାହାଫଳରେ ସେମାନେ ଜନବସତି ମୁହାଁ ହୁଅନ୍ତି, ଯାହା ସୃଷ୍ଟି କରେ ମନୁଷ୍ୟ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ। ପରିଶେଷରେ ଏହି ପ୍ରାଣୀମାନେ ହିଁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ବନାଗ୍ନିର ମୁକାବିଲା ପାଇଁ ଏଠାକାର ବଡମ୍ବା ବନାଞ୍ଚଳରେ କର୍ମଚାରୀମାନେ ବେଶ୍ ତତ୍ପରତା ସହ ଜଙ୍ଗଲ ଉପରେ ଦୃଷ୍ଟି ରଖୁଛନ୍ତି। ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିବା ମାତ୍ରେ ନିଆଲିଭାଳି ଦଳ ସେମାନଙ୍କ ଉପକରଣ ଧରି ବାହାରି ପଡ଼ନ୍ତି ଅଗ୍ନିଶମନ ଉଦ୍ଦେଶ୍ୟରେ। ତମର ସେଇ ଗିରିମି ୱାଚ୍ ଟାୱାର ପାଖରେ ଛାଞ୍ଚୁଣିଆ ବିଟ୍ର କମ୍ପାର୍ଟମେଣ୍ଟ ନମ୍ବର 1 ରେ ଗୋଟେ ପଏଣ୍ଟ ଆସିଛି, ଫାୟାର ପଏଣ୍ଟ ଆସିଛି। ହଁ ହଁ ନମ୍ବର 630। ହଁ ଷ୍ଟାଫ ପଠାଇ ତମ ପିଲାମାନଙ୍କୁ ସାଙ୍ଗରେ ନେଇକି ସେଇ ଡ୍ରିଲ୍ ଆଟେଣ୍ଡ କର ଏବଂ ସେ ଫାୟାର ପଏଣ୍ଟ ଆଉ ଗ୍ରୀନ୍ କର। ଉପରିସ୍ଥ କର୍ମଚାରୀମାନେ ମଧ୍ୟ ସଦ୍ୟତମ ସ୍ଥିତିର ଖବର ରଖିଥାନ୍ତି। ନିଆଁ ଲିଭାଇବା ପାଇଁ ବ୍ଲୋଅର ସାହାଯ୍ୟରେ ଫାୟାର ଲାଇନ୍ କଟାଯାଏ। ଏହାର ଅର୍ଥ ହେଲା ନିଆଁ ଲାଗିଥିବା ସ୍ଥାନରୁ 10 ଫୁଟ ଦୂରତାରେ ପଡ଼ିଥିବା ସମସ୍ତ ଶୁଖିଲା ଡାଳପତ୍ରକୁ ବ୍ଲୋଅର ସାହାଯ୍ୟରେ ଉଡ଼ାଇ ନିଆଁ ଓ ଶୁଖିଲା ଡାଳପତ୍ର ମଧ୍ୟରେ ବ୍ୟବଧାନ ସୃଷ୍ଟି କରାଯାଇଥାଏ, ଯାହାଫଳରେ ନିଆଁ ଆଗକୁ ମାଡ଼େ ନାହିଁ। ଏଥିପାଇଁ କର୍ମଚାରୀମାନଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। ଜଳାଭିମୁଖ ହେବା ଅବସ୍ଥାରେ କିଛି ଦୁର୍ବୃତ୍ତ ଏବଂ ଖଳ ପ୍ରକୃତିର ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ବନ୍ୟଜନ୍ତୁମାନଙ୍କୁ ହଇରାଣ କରିବା ପାଇଁ। ତେଣୁକରି ବନ୍ୟଜନ୍ତୁ ଯେତେବେଳେ ଆମର ହଇରାଣ ନ ହେବା ପାଇଁ ଯେତେବେଳେ ଆମର ଫାୟାର ପଏଣ୍ଟ ଆସୁଛି ସାଟେଲାଇଟ୍ ମାଧ୍ୟମରେ, ଆମେ ସାଙ୍ଗେ ସାଙ୍ଗେ ଆମର ଯେ ଭାଇମାନେ ଅଛନ୍ତି ସ୍କ୍ୱାଡ୍ ଭାଇମାନେ ଆମର ବଡମ୍ବା ରେଞ୍ଜରେ ନିଯୁକ୍ତ ହେଉଛନ୍ତି 10 ଜଣ, ଏବଂ ବ୍ଲୋଅର ମେସିନ୍ ଏବଂ ପେଟ୍ରୋଲ, ପାଣି, ORS ପାଉଡର ଏବଂ ଆମର ଯେଉଁ ଭେହିକିଲ୍ ଆମକୁ ଆରେଞ୍ଜ କରାହେଇଛି, ଆମେ ସବୁ ତାକୁ ଧରି ସାଙ୍ଗେ ସାଙ୍ଗେ ଯାଇକି ସେ ଫାୟାର ପଏଣ୍ଟରେ ପହଞ୍ଚି ଯାଉଛୁ। ଏବଂ ଫାୟାର ପଏଣ୍ଟ ଯେଉଁ ଜାଗାରେ ନିଆଁ ଲାଗିଛି, ଆମେ ସେ ଫାୟାର ଯେଉଁଠି ଲାଗିଛି ସେଇଠୁ ତାର 10 ଫୁଟ ଚଉଡ଼ାରେ, ସେଇଠୁ 10 ଫୁଟ ଛାଡ଼ିକି ଆମର ବ୍ଲୋଅର ମେସିନ୍ ମାଧ୍ୟମରେ ଆମେ ଫାୟାର ଲାଇନ୍ କାଟୁଛୁ, ଯାହାଫଳରେ ନିଆଁଟା ଯେମିତି ଅନ୍ୟ ସାଇଡ୍କୁ ନ ଯାଉ ଏବଂ କଣ୍ଟ୍ରୋଲ ହେଇକି ନିଆଁଟା ରହିବ। ବନ୍ୟପ୍ରାଣୀମାନଙ୍କ ଗତିବିଧି ବିଷୟରେ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ସେମାନଙ୍କ ପାଦ ଚିହ୍ନ ସଂଗ୍ରହ କରିବା ପାଇଁ ସମତୁଲ ମାଟି ଶଯ୍ୟା ତିଆରି କରିବା ସହ ଏହା ନିକଟରେ ଟ୍ରାପ୍ କ୍ୟାମେରାମାନ ଖଞ୍ଜା ଯାଉଛି, ଯାହା ଆଗ ଦେଇ କୌଣସି ପଶୁ ଗତି କରିବା ମାତ୍ରେ କ୍ୟାମେରା ତାର ଛବି ଉତ୍ତୋଳନ କରିଦେଉଛି। ବନଖଣ୍ଡର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଛି ୱାଚ୍ ଟାୱାର। ଏହା ଉପରୁ ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ହେଉଥିବା ବିଭିନ୍ନ ଗତିବିଧି ଉପରେ ନଜର ରଖୁଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ଗାଁମାନଙ୍କରେ ଥିବା ଖୋଲା କୂଅଗୁଡ଼ିକର ଚାରିପଟେ ଉଚ୍ଚ କାନ୍ଥ ନିର୍ମାଣ କରାଯିବା ଯୋଗୁଁ ସେଥିରେ ପଡ଼ି ପ୍ରାଣ ହରାଉଥିବା ଜୀବଜନ୍ତୁଙ୍କ ଜୀବନ ଏବେ ସୁରକ୍ଷିତ ହୋଇପାରିଛି। ଆମ ଗାଁ ଚାରିପାଖେ 3-4ଟା ଖୋଲାମେଲା କୂଅ ଥିଲା,
ଯାହାଫଳରେ କି ଜଙ୍ଗଲରୁ ଜନ୍ତୁମାନେ ଆସି ମୃତ୍ୟୁବରଣ କରିଯାଆନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଆସି ସେମାନେ ଉଚ୍ଚା ପାଚେରୀ କାମ କରି ଜଙ୍ଗଲରୁ ଜନ୍ତୁ ଆସି ଆଉ ମୃତ୍ୟୁବରଣ କରୁନାହାନ୍ତି। ଅବୈଧ ଶିକାର ଉଦ୍ଦେଶ୍ୟରେ ହୁକ ପକାଇ ବିଦ୍ୟୁତ୍ ତାର ବିଛାଉଥିବା ଦୃଷ୍ଟିକୁ ଆସିଲେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ମିଳିତ ଉଦ୍ୟମ କରି ସେଗୁଡ଼ିକୁ ହଟାଉଛନ୍ତି। ବନ୍ୟଜନ୍ତୁମାନଙ୍କୁ ଜଙ୍ଗଲ ମଧ୍ୟରେ ଆବଦ୍ଧ କରି ରଖିବା ପାଇଁ ସୋଲାର ଫେନ୍ସିଂ ବା ବିଦ୍ୟୁତଯୁକ୍ତ ତାରବାଡ଼ ଲଗାଯାଉଛି ଏବଂ ତା ସହିତ ଜଙ୍ଗଲ ଅଞ୍ଚଳ ଚାରିପଟେ ଖାଇ ଖୋଳାଯାଉଛି। ପ୍ରାଣୀମାନଙ୍କ ଖାଦ୍ୟାଭାବକୁ ଦୃଷ୍ଟିରେ ରଖି ଜଙ୍ଗଲ ମଧ୍ୟରେ ବ୍ୟବଧାନ ଥିବା ବିଭିନ୍ନ ସ୍ଥାନରେ ଚାରା ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି। ଆମର 2012-13 ମସିହାରେ 50 ହେକ୍ଟର ଏରିଆ ମଧ୍ୟରେ ଏକ ଏନ୍ଆର୍ ପ୍ଲାଣ୍ଟେସନ୍ ହୋଇଥିଲା। ଗଛ ଗୁଡ଼ିକର ବୃଦ୍ଧି ଘଟିକି ଏବେ ଜଙ୍ଗଲର ଅଭିବୃଦ୍ଧି ଘଟିଅଛି। ନରସିଂହପୁର ପଶ୍ଚିମ ବନାଞ୍ଚଳରେ ରହିଛି ଏକ ସ୍ଥାୟୀ ନର୍ସରୀ ବା ଚାରା ଉତ୍ପାଦନ କେନ୍ଦ୍ର। ଏଠାରେ ବିଭିନ୍ନ ଫଳ ଓ ପଶୁ ଖାଦ୍ୟ ଉପଯୋଗୀ ଚାରା ଉତ୍ପାଦନ କରାଯାଇଛି। ଆମେ ବଡ଼ମ୍ବା ନରସିଂହପୁର ବଡ଼ଭୂଇଁ ଗ୍ରାମର ବାସିନ୍ଦା। ଏଇଟା ହେଲା ସେଣ୍ଟ୍ରାଲ ନର୍ସରୀ। ଏଠାରେ ଆମେ ବହୁତ ଚାରା ଉତ୍ପାଦନ କରୁ। ଚାରା ନେଇକି ଜଙ୍ଗଲରେ ଲଗେଇକୁ ଜଙ୍ଗଲରେ ଫଳ ଫଳିଲେ ପଶୁଜନ୍ତୁ ଖାଆନ୍ତି। ଏଠାରେ ବି ଆମେ କାମ କରିକି ଆମ ପରିବାର ପଶୁ। ଆଉ 2023-24ରେ 4,30,000 ଚାରା ଆମେ ତିଆରି କରିଛୁ। ଆଉ ଏହି ଚାରା ଡିଷ୍ଟ୍ରିବ୍ୟୁସନ୍ ଓ ପ୍ଲାଣ୍ଟେସନ୍ ଆମର ଆଠଗଡ଼ ବନଖଣ୍ଡ ଅଧୀନରେ ହେବ। ଏଥିରେ ପାଖାପାଖି 1,00,000ରୁ 1.5 ଲକ୍ଷ ଚାରା ଆମର ଡିଷ୍ଟ୍ରିବ୍ୟୁସନ୍ ହେବ। ଆଉ 2024-25 ଏବଂ 2023-24ରେ ଏହା ପ୍ଲାଣ୍ଟେସନ୍ରେ ମଧ୍ୟ ୟୁଜ୍ ହେବ। ନରସିଂହପୁର ପଶ୍ଚିମ ବନାଞ୍ଚଳରେ 2022-23 ଆର୍ଥିକ ବର୍ଷରେ ବାଲିକିଆରିଠାରେ କାମ୍ପା ଯୋଜନା ଅଧୀନରେ 50 ହେକ୍ଟର ପରିମିତ ଅଞ୍ଚଳରେ 10,000 ଚାରା ରୋପଣ କରାଯାଇଛି। ଏଥିରେ ରହିଛି କରଞ୍ଜ, ଶିଶୁ ଓ ନିମ୍ବ ଗଛ ଚାରା। ବନ୍ୟଜନ୍ତୁଙ୍କୁ ଅବୈଧ ଶିକାରୀମାନଙ୍କଠାରୁ ରକ୍ଷା କରିବା ପାଇଁ ସଙ୍କିଡ଼ାଠାରେ ରହିଛି ଆଣ୍ଟି ପୋଚିଂ ପ୍ୟାରାକ୍। ନରସିଂହପୁର ପଶ୍ଚିମ ବନାଞ୍ଚଳରେ 4 ଗୋଟି ସେକ୍ସନ୍ ଅଛି। 4 ଗୋଟି ସେକ୍ସନ୍ରେ ଜଙ୍ଗଲରେ ଆଚ୍ଛାଦିତ ଓ ଜଙ୍ଗଲ ମଧ୍ୟରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ମଧ୍ୟ ଅବସ୍ଥାନ କରୁଅଛନ୍ତି। ପଶୁପକ୍ଷୀମାନଙ୍କ ମଧ୍ୟରୁ ଗୟଳ, ହରିଣ, କୁଟୁରା, ସମ୍ବର, କଲରାପତରା ବାଘ ଇତ୍ୟାଦି ଅଛନ୍ତି। ଖରାଦିନେ ମୁଖ୍ୟତଃ ସେମାନଙ୍କ ସୁରକ୍ଷା ପାଇଁ ବା ସେମାନଙ୍କର ଖରାଦିନେ ମୁଖ୍ୟତଃ ଜଳାଭାବକୁ ଦୂରୀକରଣ ପାଇଁ ଆମେ ବିଭିନ୍ନ ପ୍ରକାର ୱାଟର ବଡ଼ି, ଚେକ୍ ଡ୍ୟାମ୍ ତିଆରି କରିଅଛୁ। ପଶୁପକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦିନରାତି ଉଦ୍ୟମ କରିଚାଲିଛନ୍ତି ବନ ବିଭାଗ କର୍ମଚାରୀ। ନିଜର ବଞ୍ଚିବାର ଅଧିକାର ପରି ଅନ୍ୟ ଜୀବଜନ୍ତୁମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି। ଏ କଥାକୁ ଉପଲବ୍ଧି କରିପାରିଛି ମଣିଷ।
ତେଣୁ ଏବେ ସେମାନଙ୍କୁ ଯଥେଷ୍ଟ ମାତ୍ରାରେ ଖାଦ୍ୟ, ଜଳ ଓ ସୁରକ୍ଷିତ ଆବାସସ୍ଥଳ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ସେ। କାରଣ ଜଙ୍ଗଲ ରହିଲେ, ପଶୁପକ୍ଷୀ ରହିଲେ ମଣିଷର ଜୀବନ ମଧ୍ୟ ସୁରକ୍ଷିତ ହେବ। गले पशु पक्षी माने काहकु कहिबे दुख बण झरणारे बंध बंधाइले बण झरणारे बंध बंधाइले पानी जीवन ही सुखी पानी जीवन ही हरंती न पाई तो थड़ कूला निया खुली भाई न दिली सहड़ निया खुली भाई न दिली सहड़ होइब प्रबल क्षति होइब प्रबल क्षति पशु पक्षी घर घर सेमानंकु जदि धराई दे पारे सेमानंकु जदि धराई दे पारे दुखर होइब इति दुखर होइब इति भरे संती चौदिगे भरे संती चौदिगे भरे संती वन ही जीवन वन दर्शन।